ଏହି ଭିଡ଼ିଓରେ ଆଜି ଆମେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ 2015 ମସିହାରେ ଟାଙ୍ଗୀ ଚୌଦ୍ୱାର ତାଙ୍କର ବ୍ଲକ ଏଜୁକେସନ୍ ଅଫିସରେ କେଉଁ ପ୍ରକାର କ୍ୱେଶ୍ଚନ୍ ଆସିଥିଲା ସେହି କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା। ପ୍ରଥମେ ରହିଛି ଭାଷା ସେକ୍ସନ୍ ଏବଂ ଏଥିରେ 25ଟି କ୍ୱେଶ୍ଚନ୍ ରହିଛି ଏବଂ ଏହାର ପୂର୍ଣ୍ଣ ସଂଖ୍ୟା ହେଉଛି 25, ମାନେ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ହେଉଛି 1 ନମ୍ବର। ତେବେ ପ୍ରଥମ ପ୍ରଶ୍ନ ରହିଛି ଜନ୍ମଭୂମିକୁ କାହା ସହିତ ତୁଳନା କରାଯାଇଛି। ଅପସନରେ ଅଛି ମା ନା ପିଉସୀ ନା ମାଉସୀ ନା ବାପା। ତେବେ ଜନ୍ମଭୂମିକୁ ଆମେ ମା ସହିତ ତୁଳନା କରିଥାଉ, ତେଣୁ ଅପସନ୍ କ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 2 ନମ୍ବର, ମାଙ୍କଡ଼ମାନେ କେଉଁଠାରେ ଜହ୍ନକୁ ଦେଖିଲେ? ଆକାଶରେ ନା ଗଛ ଉପରେ ନା ପୋଖରୀରେ ନା ନଦୀରେ? ତେବେ ଏହାର ମଧ୍ୟ ରାଇଟ୍ ଆନ୍ସର୍ ହେବ ଅପସନ୍ ଗ, ପୋଖରୀରେ। এই ମାଙ୍କଡ଼ମାନେ ତେବେ ପୋଖରୀ ଭିତରେ ଜହ୍ନର ପ୍ରତିବିମ୍ବକୁ ଦେଖିଲେ ବା ଜହ୍ନକୁ ଦେଖିଲେ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 3 ନମ୍ବର, ଗାନ୍ଧିଜୀ ଅନ୍ୟ କେଉଁ ନାମରେ ପରିଚିତ? ନେତାଜୀ ନା ବାପୁଜୀ ନା ଗୁରୁଜୀ ନା ସର୍ଦ୍ଦାରଜୀ? ତେବେ ଗାନ୍ଧିଜୀଙ୍କୁ ଆମେ ବାପୁଜୀ କହିବା, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଆଉ ନେତାଜୀ ହେଉଛନ୍ତି ସୁଭାଷ ଚନ୍ଦ୍ର ବୋଷ, ଆଉ ସର୍ଦ୍ଦାରଜୀ ହେଉଛନ୍ତି କି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଉ ଗୁରୁଜୀ ହେଉଛନ୍ତି ରବୀନ୍ଦ୍ରନାଥ ଟାଗୋର। ତେବେ ଆମେ ଗାନ୍ଧିଜୀଙ୍କ ପାଇଁ ଏହି ପ୍ରଶ୍ନଟି, ତେଣୁ ବାପୁଜୀ ଅପସନ୍ ଖ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 4 ନମ୍ବର, ପାନେ ଦେବାର ଅର୍ଥ କ'ଣ? ପାନ ଖଣ୍ଡେ ଦେବା ନା ଦଣ୍ଡ ଦେବା ନା ଉଚିତ ଶିକ୍ଷା ଦେବା ନା ପାଣି ଗ୍ଲାସ୍ ଦେବା? ତେବେ ପାନେ ଦେବାର ଅର୍ଥ ହେଉଛି ଉଚିତ ଶିକ୍ଷା ଦେବା, ଅପସନ୍ ଗ ହେବ ରାଇଟ୍ ଆନ୍ସର୍। ଏହାପରେ 5 ନମ୍ବର, ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ? ମଧୁବାବୁ ନା ଗୋପବନ୍ଧୁ ନା ପଠାଣି ସାମନ୍ତ ନା ଫକୀରମୋହନ? ତେବେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ହେଉଛନ୍ତି ପଠାଣି ସାମନ୍ତ, ଅପସନ୍ ଗ ହେବ ରାଇଟ୍ ଆନ୍ସର୍। ଏହାପରେ 6 ନମ୍ବର, ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା? ଅପସନ୍ରେ ଅଛି ଉତ୍କଳ ଭାରତୀ ନା ଉତ୍କଳ କେଶରୀ ନା ଉତ୍କଳ ଘଣ୍ଟ ନା ଉତ୍କଳ ଗୌରବ? ତେବେ ମଧୁବାବୁଙ୍କୁ ଉତ୍କଳ ଗୌରବ କହିବା, ଅପସନ୍ ଘ ହେବ ରାଇଟ୍ ଆନ୍ସର୍। ଏହାପରେ 7 ନମ୍ବର, କେଉଁମାନେ ବାନର ସେନା ସାଜିଥିଲେ? ପିଲାମାନେ ନା ବୃଦ୍ଧମାନେ ନା ଯୁବକମାନେ ନା ଯୁବତୀମାନେ? ତେବେ ଏହାର ରାଇଟ୍ ଆନ୍ସର୍ ହେବ ଅପସନ୍ କ, ପିଲାମାନେ। ତେବେ ପିଲାମାନେ ବାନର ସେନା ସାଜିଥିଲେ, ଅପସନ୍ କ ହେବ ରାଇଟ୍ ଆନ୍ସର୍। ଏହାପରେ 8 ନମ୍ବର, ଭକତି ଅନ୍ତରରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା? ମହୁମାଛି ନା ଟିକି ଫୁଲ ନା ପ୍ରଜାପତି ନା ଭଁର? ତେବେ ଟିକି ଫୁଲଟି ପରମେଶ୍ୱରଙ୍କୁ ଭକତି ଅନ୍ତରରେ ଡାକୁଥିଲା, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 9 ନମ୍ବର, ରାଜା ନରସିଂହ ଦେବ କେଉଁ ଦେବତାଙ୍କ ପୂଜା ପାଇଁ ମନ୍ଦିରଟିଏ ତୋଳାଇଥିଲେ? ଶିବ ଦେବତା ନା ଜଗନ୍ନାଥ ନା ସୂର୍ଯ୍ୟ ନା ଗଣେଶ? ତେବେ ନରସିଂହ ଦେବ ସୂର୍ଯ୍ୟ ଦେବତାଙ୍କ ପାଇଁ ମନ୍ଦିରଟିଏ ତୋଳାଇଥିଲେ, ଅପସନ୍ ଗ ହେବ ରାଇଟ୍ ଆନ୍ସର୍। ଏହାପରେ 10 ନମ୍ବର, ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ? ଫଟୋ ନା ବ୍ୟାଟେରୀ ନା ଷ୍ଟେସନ ନା ଅମ୍ଳଜାନ? ତେବେ ଆମେ ଯଦି ଦେଖିବା, ଏଥିରେ ଫଟୋ, ବ୍ୟାଟେରୀ ଏବଂ ଷ୍ଟେସନ ଏଗୁଡ଼ା ସବୁ ଇଂରାଜୀ ଶବ୍ଦ, କିନ୍ତୁ ଅମ୍ଳଜାନ ଏହା ହେଉଛି ଓଡ଼ିଆ ଶବ୍ଦ। ଅମ୍ଳଜାନର ଇଂରାଜୀ ଶବ୍ଦ ଅକ୍ସିଜେନ୍ ହେଇଥାନ୍ତା, ତେଣୁ ଅପସନ୍ ଘ ହେବ ରାଇଟ୍ ଆନ୍ସର୍। ଅମ୍ଳଜାନ ହେଉଛି ଗୋଟେ ଓଡ଼ିଆ ଶବ୍ଦ ଏବଂ ଏହା ଇଂରାଜୀ ଶବ୍ଦ ନୁହଁ। ଏହାପରେ 11 ନମ୍ବର, ନିମ୍ନ ଶବ୍ଦ ଯୋଡ଼ି ମଧ୍ୟରୁ କେଉଁଟି ଠିକ୍ ନୁହଁ? ଅପସନ୍ରେ ଅଛି ଧନୀ ଗରିବ, ପ୍ରାଚୀନ ନବୀନ, ଜନନୀ ଭଗିନୀ, ଆଉ ଗୋଟେ ଅଛି ସୁଖ ଦୁଃଖ। ଯଦି ଆମେ ଦେଖିବା ଅପସନ୍ କ, ଧନୀ ଗରିବ, ଏହା ହେଉଛି ବିପରୀତ ଶବ୍ଦ। ଧନୀର ବିପରୀତ ହେଉ ଗରିବ। ପ୍ରାଚୀନ ନବୀନ, ପ୍ରାଚୀନ ମାନେ ପୁରୁଣା, ନବୀନ ମାନେ ନୂଆ, ଏହା ମଧ୍ୟ ବିପରୀତ। ସୁଖ ଦୁଃଖ, ସୁଖର ବିପରୀତ ଦୁଃଖ। କିନ୍ତୁ ଜନନୀ ହେଉଛି ମା ଆଉ ଭଗିନୀ ହେଉଛି ଭଉଣୀ। ମାଆର ବିପରୀତ ଭଗିନୀ ନୁହଁ ବା ଜନନୀର ବିପରୀତ ଭଗିନୀ ନୁହଁ, ତେଣୁ ଅପସନ୍ ଗ ଏହି 3ଟି ଠାରୁ ଭିନ୍ନ, ତେଣୁ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 12 ନମ୍ବର, ବନ୍ଦେ ଉତ୍କଳ ଜନନୀର ରଚୟିତା କିଏ? କବି ମଧୁସୂଦନ ରାଓ ନା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ନା କବିବର ରାଧାନାଥ ରାୟ ନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ? ତେବେ ବନ୍ଦେ ଉତ୍କଳ ଜନନୀ, ଏହାର ରଚୟିତା ହେଉଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 13 ନମ୍ବର, ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଠିକ୍? ଅପସନ୍ରେ ଅଛି ସହାନୁଭୂତି, 4ଟି ଯାକ ଅପସନ୍ରେ ସହାନୁଭୂତି ଅଛି। ତେବେ ଅପସନ୍ କରେ ଯେଉଁ ସହାନୁଭୂତି ଲେଖା ହେଇଛି, ଏହା ହେଇଯିବ ରାଇଟ୍ ଆନ୍ସର୍।
ତେଣु ଏ ଅପସନ୍ କ ଏବଂ ଗରେ ମଧ୍ୟ ସେଇଭଳି ଲେଖା ହେଇଛି, କିନ୍ତୁ ଅପସନ୍ କ ହେବ ରାଇଟ୍ ଆନ୍ସର୍। ଏହାପରେ 14 ନମ୍ବର, ଲୋଭୀର ବିପରୀତ ଶବ୍ଦଟି କ'ଣ? ନିର୍ଲୋଭୀ ନା ନିର୍ଲୋଭ ନା ଲୋଭନୀୟ ନା ଲୋଭନୀୟ? ତେବେ ଲୋଭୀ ଏହାର ବିପରୀତ ହେବ ନିର୍ଲୋଭ, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 15 ନମ୍ବର, ନିକାଞ୍ଚନ ଶବ୍ଦର ଅର୍ଥ କ'ଣ? ନିଛାଟିଆ ନା ଏକୁଟିଆ ନା ଘଞ୍ଚ ନା ଅଳ୍ପ? ତେବେ ନିକାଞ୍ଚନ ଶବ୍ଦର ଅର୍ଥ ହେବ ନିଛାଟିଆ, ଏହି ଅପସନ୍ କ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 16 ନମ୍ବର, ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇଛି, ଏହାର କାରଣ କ'ଣ? ଅପସନ୍ ଗୁଡ଼ିକ ହେଉଛି ବିଦ୍ୟାଳୟରେ ହିନ୍ଦୀ ପଢ଼ାଯାଉଥିବାରୁ, ନା ହିନ୍ଦୀ ଭାଷା କହିବା ସହଜ ହେଉଥିବାରୁ, ନା ହିନ୍ଦୀ ଭାଷାକୁ ସମସ୍ତେ ଭଲ ପାଉଥିବାରୁ, ନା ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଥିବାରୁ। ତେବେ ହିନ୍ଦୀକୁ ଆମେ କେଉଁଥିପାଇଁ ରାଷ୍ଟ୍ରଭାଷା କରିଛେ? ନା ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି, ତେଣୁ ଆମେ ହିନ୍ଦୀକୁ ରାଷ୍ଟ୍ରଭାଷା କରାହେଇଛି, ଅପସନ୍ ଘ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 17 ନମ୍ବର, ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ, ଏହି ପଦ୍ୟାଂଶଟି କେଉଁ ପଦ୍ୟର ଅଟେ? ଭାସିଯା ମୋର କାଗଜ ଡଙ୍ଗା ନା ଟିକି ଫୁଲଟିର ବାସ ନା ସେହି ମୋ ପ୍ରିୟ ଜନ୍ମଭୂଇଁ ନା ତୁମ ପରି ଛୋଟ ପିଲାଟିଏ? ତେବେ ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ, ଏହା ହେଉଛି ସେହି ମୋ ପ୍ରିୟ ଜନ୍ମଭୂମି ପଦ୍ୟର, ତେଣୁ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 18 ନମ୍ବର, ପାଇକ କେଉଁମାନଙ୍କୁ କୁହାଯାଉଥିଲା? ଓଡ଼ିଶାର କାରିଗରମାନଙ୍କୁ ନା ଓଡ଼ିଶାର ସୈନିକମାନଙ୍କୁ ନା ଓଡ଼ିଶାର ସାଧବମାନଙ୍କୁ ନା ଓଡ଼ିଶାର କୃଷକମାନଙ୍କୁ? ତେବେ ପାଇକ ଯେଉଁମାନେ କି ଯୁଦ୍ଧ କରୁଥିଲେ, ତେଣୁ ଓଡ଼ିଶାର ସୈନିକମାନଙ୍କୁ କୁହାଯାଉଥିଲା, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 19 ନମ୍ବର, ସାନରୁ ବଡ଼ ହେବାକୁ ହେଲେ କ'ଣ କରିବା ଆବଶ୍ୟକ? ଯତ୍ନ କରିବା ନା ପ୍ରାର୍ଥନା କରିବା ନା ଅର୍ଥ ବ୍ୟୟ କରିବା ନା ପାଠ ପଢ଼ିବା? ତେବେ ସାନରୁ ବଡ଼ ହେବା ପାଇଁ ଆମକୁ କ'ଣ କରିବା ପାଇଁ ପଡ଼ିବ? ନା ଆମେ ଯତ୍ନ କରିବା ପାଇଁ ପଡ଼ିବ, ଅପସନ୍ କ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 20 ନମ୍ବର, କେଉଁ ରାଜ୍ୟରେ ଅକାଳ ମରୁଡ଼ି ପଡ଼ିଥିଲା? ଓଡ଼ିଶା ନା ବଙ୍ଗଳା ନା ବିହାର ନା ଆସାମ? ତେବେ ବଙ୍ଗଳାରେ ଅକାଳ ମରୁଡ଼ି ପଡ଼ିଥିଲା, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 21 ନମ୍ବର, ସମା ପାଣିରେ ବୁଡ଼ିଗଲା ବେଳେ ତାକୁ କିଏ ରକ୍ଷା କଲା? କରିମ୍ ନା କୃପା ସିନ୍ଧୁ ନା ହାସିନା ନା ଗୁରୁଜୀ? ତେବେ ସମା ପାଣିରେ ବୁଡ଼ି ଯାଉଥିବା ବେଳେ ହାସିନା ତାହାକୁ ରକ୍ଷା କଲା, ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 22 ନମ୍ବର, ସାନ ସିନା ଦାନତା ମହାନ, ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି? ରାଜା ନା ବିଶୁ ମହାରଣା ନା ବଢ଼େଇମାନଙ୍କ ଉଦ୍ଦେଶ୍ୟରେ ନା ଧର୍ମା ଉଦ୍ଦେଶ୍ୟରେ କୁହାଯାଇଛି? ତେବେ ଧର୍ମା ସାନ ଥିଲା, ତଥାପି ସେ ଭଲ କାମଟେ କରିକି ନିଜ ଜାତି ଭାଇମାନଙ୍କ ପାଇଁ ନିଜ ଜୀବନ ଦେଇଦେଲା, ତେଣୁ ଅପସନ୍ ଘ ଧର୍ମା ହେବ ଏହାର ରାଇଟ୍ ଆନ୍ସର୍। ଏହାପରେ 23 ନମ୍ବର, ମଧୁ ବାରିଷ୍ଟରଙ୍କ ଜନ୍ମସ୍ଥାନର ନାମ କ'ଣ? ଅପସନ୍ରେ ଅଛି ସତ୍ୟଭାମାପୁର ନା ସୁଆଣ୍ଡ ନା ସାକ୍ଷୀଗୋପାଳ ନା ବୀରମିତ୍ରପୁର? ତେବେ ମଧୁ ବାରିଷ୍ଟରଙ୍କ ତାଙ୍କର ଜନ୍ମସ୍ଥାନ ହେଉଛି ସତ୍ୟଭାମାପୁର, ଅପସନ୍ କ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 24 ନମ୍ବର, ଯେପରି ନିନ୍ଦାରୁ ନିନ୍ଦିତ ସେହିପରି ଚିନ୍ତାରୁ କ'ଣ ହେବ? ଚିନ୍ତନ ନା ଚିନ୍ତିତ ନା ପଠିତ ନା ପୀଡ଼ିତ? ତେବେ ନିନ୍ଦାରୁ ନିନ୍ଦିତ ସେହିପରି ଚିନ୍ତାରୁ ହେଇଯିବ ଚିନ୍ତିତ, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 25 ନମ୍ବର, ଫୁଲର ଗୋଟିଏ ପ୍ରତିଶବ୍ଦ ହେଉଛି କ'ଣ? ବାସ ନା ସୁବାସ ନା କୁସୁମ ନା ଫଳ? ତେବେ ଫୁଲ ଏହାର ପ୍ରତିଶବ୍ଦ ହେଇଯିବ କୁସୁମ, ଅପସନ୍ ଗ ହେବ ରାଇଟ୍ ଆନ୍ସର୍। ଏହାପରେ ଖ ବିଭାଗରେ ରହିଛି ଗଣିତ ସେକ୍ସନ୍, ଏଥିରେ 26ରୁ 50 ପର୍ଯ୍ୟନ୍ତ ପ୍ରଶ୍ନ ରହିଛି ଏବଂ 25ଟି ପ୍ରଶ୍ନ। ଏହି 25ଟି ପ୍ରଶ୍ନ ପାଇଁ 25 ନମ୍ବର, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ହେଉଛି 1 ନମ୍ବର। ଏହାପରେ 26 ନମ୍ବର, 235ରେ 3ର ସ୍ଥାନୀୟ ମାନ କେତେ? 20 ନା 300 ନା 3 ନା 30? ତେବେ 235ରେ 3 ହେଉଛି ଦଶକ ସ୍ଥାନରେ, ତେଣୁ 3 10 ହେଇଯିବ 30, ଅପସନ୍ ଘ ହେବ ଏହାର ରାଇଟ୍ ଆନ୍ସର୍। ଏହାପରେ 27 ନମ୍ବର, ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟାର ବିୟୋଗଫଳ କେତେ? 2 ନା 3 ନା 5 ନା 1? ଯଦି ଦୁଇଟା ଅଯୁଗ୍ମ ସଂଖ୍ୟା ଦେଖିବା, ଅଯୁଗ୍ମ ସଂଖ୍ୟା ଗୋଟେକୁ 7 ଲେଖିବା ଆଉ ଗୋଟେ 5, এই 7 ଆଉ 5ର ବିୟୋଗଫଳ ହେଇଯିବ 2, ତେଣୁ ଅପସନ୍ ଗ 2 ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 28 ନମ୍ବର, 19କୁ ପୂରଣବାଚକ ସଂଖ୍ୟାରେ ଲେଖିଲେ କେତେ ହେବ? ଏକବିଂଶ ନା ଊନବିଂଶ ନା ବିଂଶ ନା ନବଦଶ? ତେବେ 19କୁ ଯଦି ଆମେ ପୂରଣବାଚକ ସଂଖ୍ୟାରେ ଲେଖିବା,
ତାହା ହେଇଯିବ ଊନବିଂଶ, ଅପସନ୍ ଖ ହେବ ରାଇଟ୍ ଆନ୍ସର୍। ଏହାପରେ 29 ନମ୍ବର 801 ଅଙ୍କ ଗୁଡ଼ିକୁ ଥରେ ମାତ୍ର ବ୍ୟବହାର କରି 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି କେତେ? 801 ନା 180 ନା 108 ନା 810। ତେବେ 801 ଥିବ, ସେଇଠୁ ଆମେ ସବୁଠୁ ସାନ ସଂଖ୍ୟାଟା ପାଇବା 108 ଆଉ ବଡ଼ ସଂଖ୍ୟାଟା ହେଇଥାନ୍ତା 810, କିନ୍ତୁ ସାନ ସଂଖ୍ୟାଟା 108, ତେଣୁ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 30 ନମ୍ବର ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେଉଁ ସଂଖ୍ୟା ହେବ? ଯୁଗ୍ମ ହେବ ନା ଅଯୁଗ୍ମ ହେବ ନା ଯୁଗ୍ମ ଆଉ ଅଯୁଗ୍ମ ବି ହେଇପାରେ ନା କୌଣସିଟି ନୁହଁ। ତେବେ ଗୋଟେ ଯୁଗ୍ମ ସଂଖ୍ୟା ମନେକର 8 ଆଉ ଗୋଟେ ଅଯୁଗ୍ମ ସଂଖ୍ୟା 5, 8 ଆଉ 5 ଯଦି ଯୋଗ କରିଦେବା ହେଇଯିବ 13। ଏ 13 ହେଉଛି ଗୋଟେ ଅଯୁଗ୍ମ ସଂଖ୍ୟା। ସବୁବେଳେ ସେମିତି ହେବ, ଯଦି ଗୋଟେ ଯୁଗ୍ମ ଏବଂ ଗୋଟେ ଅଯୁଗ୍ମକୁ ମିଶାଇବା ତେବେ ଅଯୁଗ୍ମ ହିଁ ବାହାରିବ, ତେଣୁ ଅପସନ୍ ଖ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 31 ନମ୍ବର 6ର 3 ଗୁଣ କେଉଁ ସଂଖ୍ୟାର 2 ଗୁଣ ସହ ସମାନ? 9 ନା 8 ନା 7 ନା 6। ତେବେ 6ର 3 ଗୁଣ ହେଇଯିବ 18। ତେବେ କେଉଁ ସଂଖ୍ୟାର 2 ଗୁଣ ସାଙ୍ଗରେ 18 ସମାନ? ନା ଇଏ ହେଇଯିବ 9ର 2 ଗୁଣ ସାଙ୍ଗରେ 18 ସମାନ, ତେଣୁ 9 ହେଉଛି ଅପସନ୍ କ, ଏ ଅପସନ୍ କ 9 ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 32 ନମ୍ବର କେଉଁ ଦେଶର ଲୋକମାନେ ପ୍ରଥମେ ଟ୍ୟାନ୍ଗ୍ରାମକୁ ବ୍ୟବହାର କରି ଚିତ୍ର ତିଆରି କରୁଥିଲେ? ଭାରତ ନା ଇଂଲଣ୍ଡ ନା ଚୀନ ନା ଶ୍ରୀଲଙ୍କା। ତେବେ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଗ ଚୀନ। ଚୀନର ଲୋକମାନେ ପ୍ରଥମେ ଟ୍ୟାନ୍ଗ୍ରାମକୁ ଉଦ୍ଭାବନ କରିଥିଲେ, ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 33 ନମ୍ବର 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରୁ 1 ବିୟୋଗ କଲେ କେତେ ହେବ? 1000 ହେବ ନା 9000 8899 ହେବ ନା 998 ହେବ ନା 899 ହେବ। ତେବେ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 999। ଏଥିରୁ ଯଦି ଆମେ 1 ବିୟୋଗ କରିଦେବା ହେଇଯିବ 9ରୁ 1 ଗଲେ 8, ଏ ହେଲା 9, ଏ ହେଲା 9, 998 ହେବ, ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 34 ନମ୍ବର ବୃତ୍ତର ଶୀର୍ଷ ସଂଖ୍ୟା କେତେ? 4 ନା 3 ନା 1 ନା 0। ଯଦି ଆମେ ଗୋଟେ ବୃତ୍ତ ଦେଖିବା, ଏହାର ଶୀର୍ଷ ହିଁ ନାହିଁ, ଶୀର୍ଷ ନାହିଁ ମାନେ କେତେ ଅଛି? 0, ଅପସନ୍ ଘ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 35 ନମ୍ବର କେଉଁଟି ସିଲିଣ୍ଡର ଆକୃତିର? ବଲ୍ ନା ଲୁଡ଼ୁ ଗୋଟି ନା ରୋଲ୍ ବାଡ଼ି ନା ନଟୁ। ଯଦି ସିଲିଣ୍ଡର ଆକୃତି ଦେଖିବା, ଏ ରୋଲ୍ ବାଡ଼ିକୁ ଯଦି ଆମେ ଦେଖିବା, ଇଏ ହେଇଯିବ ସିଲିଣ୍ଡର ଆକୃତିର, ତେଣୁ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 36 ନମ୍ବର ନିମ୍ନଲିଖିତ ସଂଖ୍ୟାକ୍ରମର ଚତୁର୍ଥ ସଂଖ୍ୟାଟି କେତେ? 400, ତାପରେ ଅଛି 350, ତାପରେ 300, ତାପରେ ଡ୍ୟାସ୍ ଅଛି। ସେ ଡ୍ୟାସ୍ ସ୍ଥାନରେ 450 ଲେଖିବା ନା 200 ଲେଖିବା ନା 250 ଲେଖିବା ନା 550 ଲେଖିବା। ଯଦି ଆମେ ଦେଖିବା 400 ତାପରେ ହେଇଛି 350, ମାନେ 50 କମିଯାଇଛି। ପୁଣି 350ରୁ 50 କମିଗଲେ 300 ହେଇଛି, 50 କମୁଛି। ପୁଣି 300ରୁ ଯଦି ଆମେ 50 କମେଇଦେବା ତାହେଲେ କେତେ ହେଇଯିବ ନା 250। 250 ହେଉଛି ଅପସନ୍ ଗ, ଏ ଅପସନ୍ ଗ ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 37 ନମ୍ବର ନିମ୍ନ ଚିତ୍ରରେ କେତୋଟି ତ୍ରିଭୁଜ ଅଛି? ଅପସନ୍ ଅଛି 8ଟି ନା 10ଟି ନା 12ଟି ନା 14ଟି। ଯଦି ଆମେ ଏଇ ଚିତ୍ରକୁ ଦେଖିବା ତେବେ ତ୍ରିଭୁଜ ସଂଖ୍ୟା ଦେଖିଦେବା 1 2 3 4, ତାପରେ 5 6 7 8, ଆଉ ମଝିଟା ଯେଉଁଟା ସେଇଟା ହେଉଛି ଗୋଟେ ବର୍ଗଚିତ୍ର। ତେବେ ଆମେ 8ଟି ତ୍ରିଭୁଜ ପାଇଲେ, ଆଉ ତ୍ରିଭୁଜ ଅଙ୍କନ ସମ୍ଭବ ହେଉନି, ତେଣୁ ଏ ଅପସନ୍ କ 8 ହେଇଯିବ ରାଇଟ୍ ଆନ୍ସର୍। ଏହାପରେ 38 ନମ୍ବର କେଉଁ ଅଙ୍କକୁ ସେହି ଅଙ୍କରେ ମିଶାଇଲେ ମିଶାଣ ଫଳ ଯାହା ତାର ଗୁଣଫଳ ମଧ୍ୟ ତାହା? ଅପସନ୍ ଅଛି 1 ନା 2 ନା 3 ନା 5। ତେବେ ଆମେ ଯଦି ଦେଖିବା 2କୁ 2ର ମିଶାଣ କଲେ ହେଇଯିବ 4, କିନ୍ତୁ 2କୁ 2ରେ ଗୁଣନ କଲେ ମଧ୍ୟ 4, କିନ୍ତୁ 1କୁ 1ରେ ମିଶାଇଲେ ହେଇଯିବ 2, କିନ୍ତୁ ଗୁଣନ କଲେ ହେଇଯିବ 1କୁ 1। 3କୁ ଯଦି ଆମେ ମିଶାଣ କରିବା 3 ଆଉ 3 ମିଶାଣ କଲେ 6, କିନ୍ତୁ 3 ଆଉ 3 ଯଦି ଗୁଣନ କରିଦେବା ହେଇଯିବ 9। ସେମିତି 5କୁ ଯଦି 5ରେ ମିଶାଣ କରିବା ହେଇଯିବ 10, କିନ୍ତୁ 5 ଆଉ 5 ଗୁଣନ କରିଦେଲେ ହେଇଯିବ 25। ତେଣୁ ଏ ଅପସନ୍ ଖ ହିଁ ହେବ 2, ଯିଏକି ଯୋଗ କଲେ 2 ଆଉ 2 ଯାହା, 2 ଆଉ 2 ଗୁଣନ କଲେ ମଧ୍ୟ ତାହା। ଏହାପରେ 39 ନମ୍ବର 5 କିଲୋଗ୍ରାମ 5 ଗ୍ରାମ ସମାନ ଡ୍ୟାସ୍ କେତେ ଗ୍ରାମ? 55 ଗ୍ରାମ ନା 505 ଗ୍ରାମ ନା 5005 ଗ୍ରାମ ନା 550 ଗ୍ରାମ। 5 କିଲୋଗ୍ରାମ, ଏ 5 କିଲୋଗ୍ରାମ ହେଉଛି 5000 ଗ୍ରାମ, ଆଉ 5 ଗ୍ରାମ ମାନେ ଖାଲି 5 ଗ୍ରାମ, ମିଶାଣ କରିଦେଲେ ହେଇଯିବ 5 0 0 5, 5005 ଗ୍ରାମ।
5005 ग्राम हूँ ऑप्शन ग, ये ऑप्शन ग हो राइट आंसर। यापर 40 नंबर 1 ରୁ 20 मध्य केतोटी मौलिक संख्या अच्छी 5टी ना 6टी ना 9टी ना 8टी। तेरे 1 ରୁ जदि 20 पर्यंत जावा मौलिक संख्या हो 2 गोटे 3 गोटे 5 गोटे 7 गोटे 11 गोटे 13 गोटे 17 गोटे 19 गोटे एति। तेरे केते हला ना 1 2 3 4 5 6 7 8टी। तेरे 1 ରୁ 20 मध्य 8टी मौलिक संख्या अच्छी ऑप्शन घ हो राइट आंसर। यापर 41 नंबर 80 मिनिट समान केते घंटा केते मिनिट 1 घंटा 20 मिनिट ना 2 घंटा ना 1 घंटा 30 मिनिट ना 8 घंटा 00 मिनिट। तेरे 80 मिनिट हूँ जदि आम या मिनिट रे कन्वर्ट करवा घंटा आकार माने लिखा 60 मिनिट आउ 20 मिनिट ये 60 मिनिट जे हो 1 घंटा तापर है 20 मिनिट तेरे हो 80 मिनिट समान 1 घंटा 20 मिनिट ऑप्शन क हम राइट आंसर। यापर 42 नंबर कौन सी मासर मंगलवार दिन 1 तारीख हेले सही मासर द्वितीय शनिवार केते तारीख हम ऑप्शन अच्छी 9 तारीख ना 12 तारीख ना 10 तारीख ना 11 तारीख। तेबे कौन सी मासर मंगलवार दिन हूँ 1 तारीख तेबे द्वितीय शनिवार मंगलवार दिन हूँ 1 तारीख जदि मंगलवार दिन 1 तारीख ताले बुधवार हो 2 तारीख गुरुवार हो 3 शुक्रवार हो 4 तापर शनिवार हो 5। तेबे 5 तारीख हूँ प्रथम शनिवार तेबे द्वितीय शनिवार आम पुणी 7 मिसेदेवा 7 5 हो 12 तारीख। तेबे द्वितीय शनिवार हूँ 12 तारीख 12 तारीख हूँ ऑप्शन ख ये ऑप्शन ख हम राइट आंसर। यापर 43 नंबर गोटे इंग्राजी वर्ष रे केतोटी 31 दिनिया मास अच्छी 6टी ना 5टी ना 7टी ना 8टी। जदि आम देखा इंग्राजी वर्ष तेबे जनवरी हो 31 तापर फेब्रुआरी नहीं तापर मार्च हो 31 एप्रिल नुहे मे हो 31 तापर जून नुह जुलाई हो 31 अगस्ट मध्य हो 31 सेप्टेम्बर नुह अक्टोबर हो 31 तो नवेम्बर नुह डिसेम्बर हो 31। तेरे केतोटी ना 1 2 3 4 5 6 7टी। तेरे 7टी मास जो कि आम 31 दिनिया मास रही वर्ष रे ऑप्शन ग हो राइट आंसर। यापर 44 नंबर गोटे घंटार घंटा कंटा 9 उपरे आ मिनिट कंटा 8 उपरे अच्छी तेबे समय केते। जदि आम घंटा देखा तेबे घंटा कंटा हूँ 9 उपरे आ मिनिट कंटा 8 मिनिट कंटा 8 माने 8 5 40 तेबे 40 मिनिट हो 40 मिनिट आ घंटा कंटा 9 उपरे माने 9 पाखापाखि 9 पाखापाखि जदि 40 मिनिट हुए जदि आम 9 लिखिदेवा 9टा 40 तेबे भूल हो कारण 9टा 40 बेलू घंटा घंटा 9 रू दूरे जाइए पाखापाखि 10 पाखापाखि हो तेणु यह 8टा 40 तेज 8 घंटा 40 मिनिट्र समय जो कि 9 पाखापाखि हो घंटा घंटा मिनिट घंटा 8 उपर 8टा 40 ऑप्शन ख हम राइट आंसर। यापर 45 नंबर स्केल पटार 1 सेंटीमीटर चिन्ह और 2 सेंटीमीटर चिन्ह मध्य केतोटी गार पड़ी थाए 10टी ना 9टी ना 8टी ना 5टी। जदि स्केल को आम देखा तेज जदि देखा 0 और 1 मध्य 10टी घर थाए किंतु केतोटी गार थाए देखा देखा ना 1 2 3 4 5 6 7 8 9टी पकईदे 9टी हेले 10टी गैप हो कि नहीं देखा ये 1 2 3 4 5 6 7 8 9 ये 10टी गैप आमको 9टी गार टाणी पड़ो ऑप्शन ख हम राइट आंसर। बा स्केल जदि आम देखा आम जानते अक्षर स्केल 1 आउ 2 मझीरे देखा 9टी गार थी छोट छोट 9टी गार थी ये ऑप्शन ख हम राइट आंसर। यापर 46 नंबर संख्या गुड़ी को अध क्रम सजाइले प्रथमे कि प्रकार संख्या लिखा हुए सान संख्या ना बड़ संख्या ना जुग्म संख्या ना अजुग्म संख्या।
जदि आम अध क्रम लिखा प्रथम हो बड़ संख्या आउ ऊर्ध्व क्रम लिखिदे प्रथम होता सान संख्या तेणु ऑप्शन ख बड़ संख्या हो यार राइट आंसर। यापर 47 नंबर निम्नलिखित मध्यरु केउंटी भूल 208 से 208 यह ठीक अच्छी तापर 76 हूँ बड़ 67 हूँ सान ये भी ठीक अच्छी तापर 504 सी हूँ बड़ 405 हूँ सान ये भी ठीक अच्छी पुणी अच्छी 504 बड़ 405 ये ठीक अच्छी किंतु ये प्रश्न आम भूल खोजिकी पाइले ना तेणु प्रश्नर ऑप्शन भूल थी पारे कि क्वेश्चन भी भूल थी पारे। यापर 48 नंबर गणित में मोट केतोटी अंक व्यवहार करा 10टी ना 9टी ना 8टी ना 7टी तेज जदि आम गणित पाठ देखा तेज अंक हूँ अंक को लेकिन संख्या गढ़ा तेज कौ कौ अंक गुड़िक अच्छी 0 अच्छी 1 अच्छी 2 अच्छी 3 4 अच्छी 5 अच्छी 6 अच्छी 7 अच्छी 8 अच्छी 9 अच्छी आ 10 है बेलू 1 0 हो तेणु युवा सब अंक केतरी है ना 1 2 3 4 5 6 7 8 9 10टी अंक अच्छी ऑप्शन क 10 हो राइट आंसर। यापर 49 नंबर निम्न जोड़ी मान मध्य क्यों जोड़ीटी ठीक कौ जोड़ीटी ठीक अच्छी देखा ऑप्शन गुड़ी को देखा ना ये हूँ 2 और 4 मिसेले हो 6 ये 4 और 4 मिसेले 8 ये तेज भूल अच्छी एथिरे 2 और 4 मिसेले हो 6 ये 0 और 4 मिसेले होगा 4 ये भी भूल अच्छी ये 2 और 4 होगा 6 ये 10 रु 6 गले हो 4 ये भी भूल अच्छी तेरे घ को देखा 2 4 6 आउ 6 रु 6 गले हो 0 ये भी भूल अच्छी तेरे कौन सी जोड़ी ठीक ना तेरे क्वेश्चन 49 नंबर क्वेश्चन भी भूल अच्छी। यापर 50 नंबर दुईटी संख्यार गुणफल 720 सान संख्याटी 12 हेले बड़ संख्याटी केते ऑप्शन अच्छी 6 ना 60 ना 16 ना 40 तेरे दुईटी संख्यार गुणफल हूँ 720 गोटे संख्या 12 हेले अन्य संख्याटी केमती करवा हरण करदे 12 6 72 तापर ये 0 12 0 0 तेरे अन्य संख्याटी 60 ऑप्शन ख हम राइट आंसर। यही वीडियो रे आमे साहित्यर 25टी एवं गणितर 25टी क्वेश्चन आंसर आलोचना करले यार परवर्ती वीडियो रे आमे नेक्स्ट 50टी क्वेश्चन आलोचना करिवा।